ଗ୍ରାହକ ହେଉଛନ୍ତି ଈଶ୍ୱର, ଏହା ହେଉଛି ବ୍ୟବସାୟର ମୂଳ ମନ୍ତ୍ର। କିନ୍ତୁ ଯଦି ସେଇ ଈଶ୍ୱରଙ୍କୁ ଠକାମିର ଶିକାର ହେବାକୁ ହୁଏ ତେବେ? ଆଜ୍ଞା ହଁ, ଏହା ହିଁ ହେଉଛି ଆଜିର ସମୟର ସବୁଠୁ ବଡ଼ ବିଡମ୍ବନାର ବିଷୟ। ତେବେ ଆଜି ଆମେ କହିବୁ ବିଜୁଳି ବିଭାଗ କଥା। ନମସ୍କାର, ମୁଁ ଅନିନ୍ଦ୍ୟରାଜ ଖାଡଙ୍ଗା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି TR24 ନ୍ୟୁଜର ବିଶେଷ କାର୍ଯ୍ୟକ୍ରମ ଇଲେକ୍ଟ୍ରିକ୍ ମିଟର ଓ ଗ୍ରାହକ ଠକାମି। ଦର୍ଶକ ବନ୍ଧୁ, ଆପଣ ମନେ ଥିବ ମଝିରେ ବଲିଉଡ ଏକ ମୁଭି ଆସିଥିଲା ବତ୍ତିଗୁଲ ମିଟର ଚାଲୁ। ହଁ ଆଜ୍ଞା, ଆମେ ସେଇ ଫିଲ୍ମର ଏକ ସଂଳାପ ଥିବା ଛୋଟିଆ କଥାକୁ ଆପଣଙ୍କ ନିକଟକୁ ପରିବେଷଣ କରିବୁ ଆଜି, ଯେଉଁଥିରେ ବୋଧହୁଏ ଆପଣ କେବେ ଧ୍ୟାନ ଦେଇ ନଥିବେ। ତାହା ହେଉଛି ମିଟରରେ ଅହରହ ଜଳୁଥିବା ଛୋଟିଆ LED ଲାଇଟ୍। ଏହାର ଦୈନିକ ଅନୁମାନରେ ପାଖାପାଖି 5 ପଇସା ବିଲ୍ ଉଠୁଥାଏ, ଯାହା କୌଣସି ଗ୍ରାହକ ପାଇଁ କିଛି ଆବଶ୍ୟକ ହିଁ ନାହିଁ। ତେବେ ପୂର୍ବ କାଳର ମିଟରରେ ଏଭଳି କୌଣସି ବଲ୍ବ ରହିନଥିଲା, କିନ୍ତୁ ଯେବେଠୁ ଚାଇନା ମିଟର ଲାଗିଛି ଏହି ଲାଇଟଟି ଅହରହ ଜଳି ଚାଲିଛି। ତେବେ ହଜାର ହଜାର ଟଙ୍କା ସହ ଏଇ 5 ପଇସାକୁ ଆମେ କାହିଁକି ଯୋଡୁଛୁ, ଆସନ୍ତୁ ଏ ନେଇ ଆଲୋଚନା କରିବା। ଆମ ରାଜ୍ୟରେ ପାଖାପାଖି 1 କୋଟି ବିଜୁଳି ଗ୍ରାହକ ଥିବେ। ଦୈନିକ 5 ପଇସା ହିସାବରେ ମାସକୁ ଜଣେ ଗ୍ରାହକ ଉକ୍ତ ଲାଇଟ୍ ପାଇଁ କେବଳ ଦେଇଥାଏ ଟଙ୍କେ 50 ପଇସା ଓ ବର୍ଷକୁ ଦେଇଥାଏ 18 ଟଙ୍କା। ଅର୍ଥାତ୍ ସମୁଦାୟ 1 କୋଟି ଗ୍ରାହକ ଠାରୁ ବିଜୁଳି ବିଭାଗ ଅଯଥାରେ ଆଦାୟ କରିଥାଏ ବର୍ଷକୁ 18 କୋଟି ଟଙ୍କା। ସତରେ ଏହି ଲାଇଟ୍ ଦ୍ୱାରା ଗ୍ରାହକର କଣ ଲାଭ ହୁଏ ସେ କଥା ତ ଜଣା ନାହିଁ, କିନ୍ତୁ ବିଜୁଳି ବିଭାଗକୁ 18 କୋଟିର ଲାଭ ହୋଇଥାଏ। ତେବେ ଏହା କଣ ଗ୍ରାହକଙ୍କୁ ଠକିବା ସହ ସମାନ ନୁହଁ କି? ପୂର୍ବ ମିଟରକୁ କାହିଁକି କାଢି ନେଇ ଚାଇନା ମିଟରକୁ ଲଗାଗଲା, ତାହା ଏ ପର୍ଯ୍ୟନ୍ତ ସଂଶୟରେ ରହିଛି। ତେବେ ଚାଇନା ମିଟର ଉପରେ ବିଜୁଳି ବିଭାଗର ଅନେକ କର୍ମଚାରୀ ଅନଭିଜ୍ଞ ଥିବା ମଧ୍ୟ ନଜରକୁ ଆସିଛି।